ଜଗନ୍ନାଥଙ୍କର କରୁଣା ଏବଂ ବଡ଼ ଠାକୁର ସିଏ ତାଙ୍କ କରୁଣା ତାଙ୍କ ଇଚ୍ଛାରେ ସବୁ ହୁଏ। ଏ ପୃଥିବୀ ଚାଲୁଛି ତାଙ୍କ ଇଚ୍ଛାରେ। ତେଣୁ କୌଣସି ପ୍ରକାର କିଛି ଅବ୍ୟବସ୍ଥା ହେଇନଥିଲା, ସବୁ ଠିକ୍ ଥିଲା। କିନ୍ତୁ କ'ଣ ହଠାତ୍ ଏମିତି ହେଲା ଯେ ଯାହାଦ୍ୱାରା ବର୍ତ୍ତମାନ ଏଇଭଳିଆ ସିଚୁଏସନ୍ ହେଇଗଲା। କିନ୍ତୁ ଆମେ ବି ଆଗରୁ ଦେଖିଛୁ ବିଭିନ୍ନ ଟାଇମ୍ରେ ଜଗନ୍ନାଥ ଝୁଣ୍ଟନ୍ତି, ବଳଭଦ୍ର ବି ଝୁଣ୍ଟନ୍ତି। କାରଣ ଏଡ଼େ ବଡ଼ ଠାକୁର, ତାଙ୍କୁ କଣ୍ଟ୍ରୋଲ୍ କରିବ କିଏ? ଯିଏ ପୃଥିବୀକି ସମ୍ଭାଳୁଛନ୍ତି ତାଙ୍କୁ କିଏ କଣ୍ଟ୍ରୋଲ୍ କରିବ? ତେଣୁ କାଲି ଆମେ ଥିଲୁ ବି ପହଣ୍ଡିରେ ଥିଲୁ। ତେଣୁ ମୁଁ ଦେଖିଛି ସେମିତି କିଛି ମାନେ ଇଏ ହେଇନଥିଲା। ତାଙ୍କର ଦଉଡ଼ି ବନ୍ଧା ହେଇଥିଲା, ତାଙ୍କର ପାଟକନା ବନ୍ଧା ହେଇଥିଲା। ତେଣୁ ସେଇଠୁ କେମିତି ଖସିଗଲା, କ'ଣ ପ୍ରଭୁଙ୍କର ଇଚ୍ଛା ଖସିଗଲା। ତେଣୁ ଏହାଦ୍ୱାରା ତଳେ ବି ପଡ଼ିନାହାନ୍ତି। ତଳେ ସେ ମୁହଁ ମାଡ଼ିଛନ୍ତି କିନ୍ତୁ ତଳକୁ ସେ ମୁହଁ ମାଡ଼ିନାହାନ୍ତି, ରୋକା ହେଇଛି। ଯାହାଦ୍ୱାରା କି ଲୋକଙ୍କର କିଛି ଏଞ୍ଜୋର୍ଡ଼ ହେଇଛନ୍ତି, ଆମର ସେବାୟତ କିଛି ଏଞ୍ଜୋର୍ଡ଼ ହେଇଛନ୍ତି। ତେଣୁ କାହାର ଏଥିରେ କିଛି ଭୁଲ ନାହିଁ। କିନ୍ତୁ ପ୍ରଭୁଙ୍କର କ'ଣ ହଠାତ୍ ଏମିତି ହେଇଛି ସେଟା ପ୍ରଭୁ ହିଁ ଜାଣିଛନ୍ତି। ସୂଚଉଛି କ'ଣ ଅଛି ପ୍ରଭୁ? ଆଜ୍ଞା ଶୁଣନ୍ତୁ, ସେ ପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ର ସୁଭଦ୍ରା ଇଏ ହେଉଛନ୍ତି ଜଗତର ଠାକୁର। ଶୁଣନ୍ତୁ ମୁଁ ଗୋଟିଏ କଥା କହୁଛି, ସରକାର ଯେଉଁ ପ୍ରକାର ଅବ୍ୟବସ୍ଥା କରିଥିଲେ, ଯେଉଁ ପ୍ରକାର କାଲିର ଅବ୍ୟବସ୍ଥା ଥିଲା, ତେଣୁ ଏଥିରେ ଏମାନଙ୍କର ଭୁଲ ନାହିଁ, ସେବାୟତମାନଙ୍କର କିଛି ଭୁଲ ନାହିଁ। ସେବାୟତମାନଙ୍କୁ ଆମେ ଦୋଷ ଦେବା, ସେବାୟତମାନଙ୍କର କିଛି ଭୁଲ ନାହିଁ। ତେଣୁ ପ୍ରଶାସନର କର୍ତ୍ତବ୍ୟ ଥିଲା ତା ଭିତରକୁ ବିଭିନ୍ନ ଯେଉଁ ଯାଇଛନ୍ତି ଲୋକମାନେ ତାଙ୍କୁ ନ ଛାଡ଼ିବା ପାଇଁ ତାଙ୍କର କର୍ତ୍ତବ୍ୟ ଥିଲା। ପ୍ରଶାସନ ଯେହେତୁ ଅନଭିଜ୍ଞ ଥିଲା, ପ୍ରଶାସନ ତାକୁ ଡେମକେୟାର ଭାବରେ ସେ ଗୋଟେ ନେଲା। ପ୍ରଶାସନ ଯଦି ତାକୁ କେୟାର କରିଥାନ୍ତା, ଯଦି ପ୍ରଶାସନ ତାକୁ ସୁପରିଚାଳିତ ଭାବରେ ପରିଚାଳିତ କରିଥାନ୍ତା, ତେଣୁ ଏଇ ଅସୁବିଧା ହେଇନଥାନ୍ତା। ସବୁଗୁଡ଼ାକ ଠିକ୍ଠାକ୍ କରିବାକୁ ତା ପାଇଁ ସ୍ୱତନ୍ତ୍ର ଲୋକ ଜଗିଥାନ୍ତେ, ସେବାୟତ ଜଗିଥାନ୍ତେ ଯେ ଠିକ୍ ଭାବରେ ବନ୍ଧା ହେଇଛି ନା ନାହିଁ, ଠିକ୍ ଭାବରେ ଇଏ ହେଇଛି ନା ନାହିଁ, ପ୍ରଭୁ କେମିତି ଠିକ୍ ଭାବରେ ଯିବେ ତା ପାଇଁ ସ୍ୱତନ୍ତ୍ର କଡ଼ନ ହେଇଥାନ୍ତା। ଯଦି ସରକାର ଏଇଟା କରିଥାନ୍ତା, ସରକାର ଏଇ ଜିନିଷଟା ହେଇନଥାନ୍ତା। ତେଣୁ ସରକାରଙ୍କର ତ ନିଶ୍ଚିତ ଭୁଲ ଅଛି, କାରଣ ସରକାର ତାଙ୍କର ନିଜ କର୍ତ୍ତବ୍ୟରେ ଅବହେଳା କରିଛନ୍ତି।